ମନରେ କେବଳ ବାବାଙ୍କର ନାମ ଜପ କରନ୍ତୁ। କଲି ଯୁଗରେ ବାବା ସ୍ୱୟଂ ଅଛନ୍ତି। ଖୁସିର ଦିନ ତ ଆସିବ, କିନ୍ତୁ ଲକ୍ଷ୍ୟସ୍ଥଳକୁ ପହଞ୍ଚିବା ପାଇଁ ବାବାଙ୍କୁ ଧ୍ୟାନ କରନ୍ତୁ। ବାବା ଠିକ୍ ସମୟରେ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇ ଦେବେ। ଯଦି କିଛି ମାଗିବାର ଅଛି ବାବାଙ୍କ ପାଖରେ ବସିକି ମାଗନ୍ତୁ। ବାବା ନିଶ୍ଚୟ, କିଛି କଷ୍ଟ ହେବ, କିଛି ଦିନ ଲାଗିବ, କିନ୍ତୁ ନିଶ୍ଚୟ ଦେବେ। ଯେତେବେଳେ ବାବାଙ୍କର ହାତ ଧରିଛ ବାବାଙ୍କୁ କେବେ ଛାଡ଼ିବନି। ବିଶ୍ୱାସ କର, ବାବା ସ୍ୱୟଂ କଲିଯୁଗରେ ଅଛନ୍ତି। ବାବାଙ୍କ ନାମରେ ଯେତିକି ଅର୍ପଣ କରିବେ ତାର 2 ଗୁଣା ଅଧିକ କେତେବେଳେ କେଉଁ ସମୟରେ ଫେରାଇ ଦିଅନ୍ତି କିଛି ଜଣାପଡ଼େନି। ତେଣୁ ବାବାଙ୍କ ଉପରେ ଶ୍ରଦ୍ଧା ଭକ୍ତି ରଖି ବାବାଙ୍କୁ ଧ୍ୟାନ କରନ୍ତୁ। ସବୁ କାମ ନିଶ୍ଚୟ ସଫଳ ହୋଇଥାଏ। 2024ରେ ଆମେ ଯେତେବେଳେ ଶିରଡି ଯାଇଥିଲୁ ସେତିକିବେଳେ ଲକ୍ଷ୍ମୀବାଇ ସିନ୍ଧେ ପାଟିଲଙ୍କ ଘରକୁ ଆମେ ଦର୍ଶନ କରିବାକୁ ଯାଇଥିଲୁ। ତ ସେତେବେଳେ ପହଞ୍ଚିବା ସମୟରେ ଆଳତୀର ସମୟ ହେଉଥିଲା। ସେଠାରେ ବସି ଆଳତୀ ଦେଇଥିଲୁ। ଲକ୍ଷ୍ମୀବାଇ ସିନ୍ଧେ ପାଟିଲ କହିଲେ ସମସ୍ତେ ଜାଣନ୍ତି, କାହିଁକିନା ବାବାଙ୍କର ମୃତ୍ୟୁ ପାଖେଇ ଆସିବା ସମୟରେ ଲକ୍ଷ୍ମୀବାଇ ସିନ୍ଧେଙ୍କୁ ବାବା 9ଟି କଏନ୍ ଦେଇଥିଲେ। ସେହି କଏନ୍କୁ ତାଙ୍କ ଘରେ ରଖି ଆଜି ପର୍ଯ୍ୟନ୍ତ ପୂଜା କରୁଛନ୍ତି। ତାଙ୍କର ବଂଶ ସବୁ 9ଟି କଏନ୍କୁ ରଖି ଘରେ ପୂଜା କରନ୍ତି। ଏହି ଲକ୍ଷ୍ମୀବାଇ ସିନ୍ଧେ ପାଟିଲଙ୍କ ଘରେ ବାବାଙ୍କର ଯେପରି ଆରତୀ ହୁଏ ସେପରି ସେଠାରେ ସବୁଦିନ ଭୋଗ ଲାଗେ, ଆରତୀ ହୁଏ। ଚାଲନ୍ତୁ ଦେଖିବା ଲକ୍ଷ୍ମୀବାଇ ସିନ୍ଧେଙ୍କର ମନ୍ଦିର। ଯଦି ଭିଡ଼ିଓକୁ ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କୁ ମିଳିପାରିବ। ଆପଣମାନେ ଏପରି ଭିଡ଼ିଓ ସବୁ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଯିବା ଲକ୍ଷ୍ମୀବାଇ ସିନ୍ଧେ ପାଟିଲଙ୍କ ଘରକୁ ଦର୍ଶନ କରିବାକୁ। ଚାଲନ୍ତୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା। हस्बैंड वाइफ बोले बोलो काम कर जाओ लेके जाओ माता जी
अम्मा लाइन से आना। हाँ बेटा। रात